ଓମ୍ ଶାନ୍ତି। 22 ଅକ୍ଟୋବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ଯେତେବେଳେ କାହାକୁ ବି ବୁଝାଉଛ ବା ଭାଷଣ କରୁଛ, ସେତେବେଳେ ବାବା ବାବା କହି କହି ବୁଝାଅ। ବାବାଙ୍କର ମହିମା କର, ତେବେ ତୀର ଲାଗିବ। ତୁମେମାନେ ଯେତେବେଳେ କାହାକୁ ବି ବୁଝାଉଛ ବା ଭାଷଣ କରୁଛ, ସେତେବେଳେ ବାବା ବାବା କହି କହି ବୁଝାଅ। ବାବାଙ୍କର ମହିମା କର, ତେବେ ତୀର ଲାଗିବ। ଆଜିର ପ୍ରଶ୍ନ, ବାବା ଭାରତବାସୀ ସନ୍ତାନମାନଙ୍କୁ ବିଶେଷ ଭାବରେ କେଉଁ ପ୍ରଶ୍ନ ପଚାରୁଛନ୍ତି? ବାବା ଭାରତବାସୀ ସନ୍ତାନମାନଙ୍କୁ ବିଶେଷ ଭାବରେ କେଉଁ ପ୍ରଶ୍ନ ପଚାରୁଛନ୍ତି? ଉତ୍ତର, ତୁମେ ଭାରତବାସୀ ସନ୍ତାନମାନେ ଯେଉଁମାନେ କି ଏତେ ସାହୁକାର ଥିଲ, ସର୍ବଗୁଣ ସମ୍ପନ୍ନ 16 କଳା ସମ୍ପୂର୍ଣ୍ଣ ଦେବତା ଧର୍ମର ଥିଲ, ପବିତ୍ର ଥିଲ, କାମ ବିକାରର ବଶୀଭୂତ ହେଉନଥିଲ, ବହୁତ ଧନବାନ ଥିଲ, ପୁଣି ତୁମେମାନେ ଏତେ ଦେବାଳିଆ କିପରି ହେଲ? କାରଣ କ'ଣ ଜାଣିଛ? ପିଲାମାନେ, ତୁମେ ଗୋଲାମ କିପରି ହୋଇଗଲ? ଏତେ ସବୁ ଧନ ସମ୍ପତ୍ତି କେଉଁଠି ହରାଇଦେଲ? ବିଚାର କର, ତୁମେ ପବିତ୍ରରୁ ପତିତ କିପରି ହୋଇଗଲ? ତୁମେ ସନ୍ତାନମାନେ ମଧ୍ୟ ଏହିପରି କଥା ସବୁ ବାବା ବାବା କହି ଅନ୍ୟମାନଙ୍କୁ ବୁଝାଅ, ତେବେ ସହଜରେ ବୁଝିଯିବେ। ଓମ୍ ଶାନ୍ତି। ଓମ୍ ଶାନ୍ତି କହିବା ଦ୍ୱାରା ମଧ୍ୟ ବାବା ନିଶ୍ଚୟ ସ୍ମୃତିରେ ଆସିବା ଦରକାର। ବାବାଙ୍କର ପ୍ରଥମ କହିବା କଥା ହେଉଛି ମନ୍ମନା ଭବ। ନିଶ୍ଚୟ ଆଗରୁ ବି କହିଛନ୍ତି, ତେଣୁ ଏବେ ମଧ୍ୟ କହୁଛନ୍ତି ନା? ତୁମେ ସନ୍ତାନମାନେ ବାବାଙ୍କୁ ଜାଣିଛ। ଯେତେବେଳେ କୌଣସି ସଭାକୁ ଭାଷଣ କରିବାକୁ ଯାଉଛ, ସେହି ଲୋକମାନେ ତ ବାବାଙ୍କୁ ଜାଣିନାହାନ୍ତି। ତେଣୁ ତାଙ୍କୁ ମଧ୍ୟ ଏହିପରି କହିବା ଦରକାର ଯେ ଶିବ ବାବା କହୁଛନ୍ତି, ସେ ହିଁ ପତିତ ପାବନ ଅଟନ୍ତି। ତେଣୁ ନିଶ୍ଚିତ ପବିତ୍ର କରିବା ପାଇଁ ହିଁ ଏଠାକୁ ଆସି ବୁଝାଉଛନ୍ତି। ଯେପରି ବାବା ଏଠାରେ ତୁମକୁ କହୁଛନ୍ତି, ହେ ପିଲାମାନେ, ତୁମକୁ ସ୍ୱର୍ଗର ମାଲିକ କରିଥିଲି। ତୁମେ ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀ ବିଶ୍ୱର ମାଲିକ ଥିଲ। ସେହିପରି ତୁମେମାନେ ମଧ୍ୟ କହିବା ଉଚିତ ଯେ ବାବା ଏହିଭଳି କହୁଛନ୍ତି। ଏହିପରି କାହାର ଭାଷଣର ସମାଚାର ଆସିନାହିଁ। ଶିବ ବାବା କହୁଛନ୍ତି, ମୋତେ ଉଚ୍ଚରୁ ଉଚ୍ଚ ମାନୁଛ, ପତିତ ପାବନ ବୋଲି ମଧ୍ୟ ମାନୁଛ। ମୁଁ ଭାରତକୁ ରାଜଯୋଗ ଶିଖାଇବାକୁ ଆସୁଛି। କହୁଛି, ମୋତେ ମନେ ପକାଅ। ମୁଁ ଉଚ୍ଚରୁ ଉଚ୍ଚ ବାବା, ମୋତେ ମନେ ପକାଅ। କାହିଁକି ନା ବାବା ଦାତା ଅଟନ୍ତି। ବାସ୍ତବରେ ଭାରତରେ ତୁମେମାନେ ବିଶ୍ୱର ମାଲିକ ଥିଲ ନା? ସେଠାରେ ଅନ୍ୟ କୌଣସି ଧର୍ମ ନଥିଲା। ବାବା ଆମକୁ ବୁଝାଇଛନ୍ତି, ଆମେ ପୁଣି ଆପଣମାନଙ୍କୁ ବୁଝାଉଛୁ। ବାବା କହୁଛନ୍ତି, ତୁମେ ଭାରତବାସୀ କେତେ ସାହୁକାର ଥିଲ, ସର୍ବଗୁଣ ସମ୍ପନ୍ନ 16 କଳା ସମ୍ପୂର୍ଣ୍ଣ ଦେବତା ଧର୍ମର ଥିଲ, ତୁମେ ପବିତ୍ର ଥିଲ, ସେଠାରେ କାମ ବିକାର ନଥିଲା, ବହୁତ ଧନବାନ ଥିଲ। ପୁଣି ବାବା କହୁଛନ୍ତି, ତୁମେ ଏତେ ଦେବାଳିଆ କିପରି ହୋଇଗଲ? କାରଣ କ'ଣ ସେ ବିଷୟରେ ଜଣାଅଛି। ତୁମେ ବିଶ୍ୱର ମାଲିକ ଥିଲ, ଏବେ ତୁମେ କାହିଁକି ବିଶ୍ୱର ଗୋଲାମ ହୋଇଛ? ସମସ୍ତଙ୍କ ଠାରୁ କରଜ ନେଇ ଚାଲିଛ। ଏତେ ସବୁ ପଇସା କୁଆଡ଼େ ଗଲା? ବାବାଙ୍କ ସଦୃଶ୍ୟ ତୁମେ ମଧ୍ୟ ଭାଷଣ କଲେ ବହୁତ ଆକର୍ଷିତ ହେବେ। ତୁମେମାନେ ବାବାଙ୍କୁ ସ୍ମରଣ କରୁନଥିବାରୁ କାହାକୁ ତୀର ଲାଗୁନାହିଁ, ସେହି ଶକ୍ତି ମିଳୁନାହିଁ। ନଚେତ ତୁମର ଏହିଭଳି ଭାଷଣ ଥରେ ଶୁଣିଲେ ଚମତ୍କାର ହୋଇଯିବ। ଶିବ ବାବା ବୁଝାଉଛନ୍ତି, ଭଗବାନ ତ ଜଣେ ଅଟନ୍ତି, ଯିଏକି ଦୁଃଖ ହର୍ତ୍ତା, ସୁଖ କର୍ତ୍ତା, ନୂଆ ଦୁନିଆର ସ୍ଥାପନା କର୍ତ୍ତା ଅଟନ୍ତି। ଏହି ଭାରତରେ ହିଁ ସ୍ୱର୍ଗ ଥିଲା। ହୀରା ନୀଳାର ମହଲ ଥିଲା, ଗୋଟିଏ ହିଁ ରାଜ୍ୟ ଥିଲା। ସମସ୍ତେ କ୍ଷୀରଖଣ୍ଡ ହୋଇ ମିଳିମିଶି ରହୁଥିଲେ।
ଯେପରି ବାବାଙ୍କର ମହିମା ଅସରନ୍ତି ଅଟେ, ସେହିପରି ଭାରତର ମହିମା ମଧ୍ୟ ଅସରନ୍ତି ଅଟେ। ଭାରତର ମହିମା ଶୁଣି ସମସ୍ତେ ଖୁସି ହେବେ। ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି, ଏତେ ଧନ ସମ୍ପତ୍ତି କେଉଁଠି ହରାଇଦେଲ? ଭକ୍ତି ମାର୍ଗରେ ତୁମେ କେତେ ଖର୍ଚ୍ଚ କରି ଆସିଛ? କେତେ ମନ୍ଦିର ଆଦି ତିଆରି କରୁଛ? ବାବା କହୁଛନ୍ତି, ଖିଆଲ କର, ତୁମେ ପବିତ୍ରରୁ ପତିତ କିପରି ହୋଇଛ? କହୁଛନ୍ତି ମଧ୍ୟ ନା, ବାବା ଦୁଃଖରେ ତୁମକୁ ସ୍ମରଣ କରୁଛୁ, ସୁଖରେ କରୁନାହୁଁ। କିନ୍ତୁ ତୁମକୁ କିଏ ଦୁଃଖୀ କରାଉଛି? ଘଡ଼ିକୁ ଘଡ଼ି ବାବାଙ୍କର ନାମ ନେଇ ଚାଲ। ତୁମେ ବାବାଙ୍କର ସନ୍ଦେଶ ଦେଉଛ। ବାବା କହୁଛନ୍ତି, ମୁଁ ତ ସ୍ୱର୍ଗ ଶିବାଳୟ ସ୍ଥାପନ କରିଥିଲି। ସ୍ୱର୍ଗରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା? ତୁମେ ଏକଥା ମଧ୍ୟ ଭୁଲି ଯାଇଛ। ତୁମକୁ ଏକଥା ମଧ୍ୟ ଜଣା ନାହିଁ ଯେ ରାଧାକୃଷ୍ଣ ହିଁ ସ୍ୱୟଂବର ପରେ ଲକ୍ଷ୍ମୀ ନାରାୟଣ ହେଉଛନ୍ତି। ଶ୍ରୀକୃଷ୍ଣ ଯିଏକି ବିଶ୍ୱର ମାଲିକ ଥିଲେ, ତାଙ୍କଠାରେ କଳଙ୍କ ଲଗାଇ ଦେଇଛ। ମୋତେ ମଧ୍ୟ କଳଙ୍କିତ କରୁଛ। ମୁଁ ତୁମର ସଦ୍ଗତି ଦାତା। ତୁମେ ମୋତେ କୁକୁର ବିଲେଇ କୋଣ ଅନୁକୋଣରେ ଅଛି ବୋଲି କହିଦେଉଛ। ବାବା କହୁଛନ୍ତି, ତୁମେ ଏବେ କେତେ ପତିତ ହୋଇଯାଇଛ। ବାବା କହୁଛନ୍ତି, ମୁଁ ହେଉଛି ସମସ୍ତଙ୍କର ସଦ୍ଗତି ଦାତା, ପତିତ ପାବନ। ତୁମେ ପୁଣି ପତିତ ପାବନୀ ଗଙ୍ଗାକୁ କହିଦେଉଛ। ମୋ ସହିତ ଯୋଗ ନ ଲଗାଇବା ଦ୍ୱାରା ତୁମେ ଆହୁରି ହିଁ ପତିତ ହୋଇଯାଇଛ। ମୋତେ ସ୍ମରଣ କଲେ ତୁମର ବିକର୍ମ ବିନାଶ ହେବ। ଘଡ଼ିକୁ ଘଡ଼ି ବାବାଙ୍କୁ ସ୍ମରଣ କରି ତାଙ୍କ ନାମ ନେଇ ବୁଝାଇଲେ ଶିବ ବାବା ମନେ ରହିବେ। କୁହ, ଆମେ ବାବାଙ୍କର ମହିମା କରୁଛୁ। ବାବା ନିଜେ କହୁଛନ୍ତି, ମୁଁ କିପରି ସାଧାରଣ ପତିତ ଶରୀରରେ ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି। ଏହାଙ୍କର ହିଁ ବହୁତ ଜନ୍ମ ଅଟେ। ବର୍ତ୍ତମାନ ଇଏ ମୋର ହୋଇଥିବାରୁ ଏହି ରଥ ଦ୍ୱାରା ତୁମକୁ ବୁଝାଉଛି। ଇଏ ନିଜର ଜନ୍ମକୁ ଜାଣିନାହାନ୍ତି। ଇଏ ହେଉଛନ୍ତି ଭାଗୀରଥ। ଏହାଙ୍କର ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ ମୁଁ ଆସୁଛି। ଶିବ ବାବା ଏହିପରି ବୁଝାଉଛନ୍ତି। ଏପରି ଭାଷଣ କାହାର ଶୁଣିନାହଁ? ବାବାଙ୍କର ତ ନାମ ହିଁ ନେଉନାହାନ୍ତି। ସାରା ଦିନ ବାବାଙ୍କୁ ତ ବିଲକୁଲ ତ ମନେ ହିଁ ପକାଉନାହାନ୍ତି। ପରଦର୍ଶନ ପରଚିନ୍ତନରେ ଲାଗି ରହୁଛନ୍ତି ଏବଂ ଲେଖୁଛନ୍ତି ଯେ ମୁଁ ଏହିପରି ଭାଷଣ କଲି, ମୁଁ ଏହିପରି ବୁଝାଇଲି। ବାବା ବୁଝିପାରୁଛନ୍ତି ଯେ ବର୍ତ୍ତମାନ ତ ତୁମେ ହେଉଛ ପିମ୍ପୁଡ଼ି, ବୁଢ଼ୀ ଆଣିବି ହୋଇନାହଁ। ଆଉ ଅହଙ୍କାର କେତେ ରହୁଛି? ବୁଝୁନାହାନ୍ତି ଯେ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି। ଶିବ ବାବାଙ୍କୁ ତୁମେମାନେ ଭୁଲି ଯାଉଛ। ବ୍ରହ୍ମାଙ୍କ ଉପରେ ତୁରନ୍ତ ବିଗିଡ଼ି ଯାଉଛନ୍ତି। ବାବା କହୁଛନ୍ତି, ତୁମେ ମୋତେ ହିଁ ମନେ ପକାଅ। ତୁମର ମୋ ସହିତ କାମ ରହିଛି। ମୋତେ ମନେ ପକାଉଛ ନା? କିନ୍ତୁ ତୁମକୁ ବି ଜଣା ନାହିଁ ଯେ ବାବା କିଏ, କେବେ ଆସୁଛନ୍ତି। ଗୁରୁମାନେ ତୁମକୁ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ଏବଂ ବାବା କହୁଛନ୍ତି କଳ୍ପ 5000 ବର୍ଷର ଅଟେ। ପୁରୁଣା ଦୁନିଆ ପୁଣି ନୂଆ ହେବ, ନୂଆ ପୁଣି ପୁରୁଣା ହୋଇଛି। ଏବେ ନୂଆଦିଲ୍ଲୀ କେଉଁଠି ଅଛି? ଦିଲ୍ଲୀ ତ ଯେବେ ପରିସ୍ଥାନ ହେବ ତେବେ ଯାଇ ନୂଆଦିଲ୍ଲୀ କୁହାଯିବ। ନୂଆ ଦୁନିଆରେ ନୂଆଦିଲ୍ଲୀ ଯମୁନା କୂଳରେ ଥିଲା। ସେଠାରେ ଲକ୍ଷ୍ମୀ ନାରାୟଣଙ୍କର ମହଲ ଥିଲା, ପରିସ୍ଥାନ ଥିଲା। ଏବେ କବରସ୍ଥାନ ହେବାକୁ ଯାଉଛି। ସବୁ ପୋତି ହୋଇଯିବ। ସେଥିପାଇଁ ବାବା କହୁଛନ୍ତି, ମୁଁ ସବୁଠାରୁ ଉଚ୍ଚ ବାବା। ମୋତେ ସ୍ମରଣ କଲେ ପବିତ୍ର ହେବ। ସର୍ବଦା ଏହିପରି ବାବା ବାବା କହି କହି ବୁଝାଅ। ବାବାଙ୍କର ନାମ ନେଉ ନଥିବାରୁ ତୁମ କଥା କେହି ଶୁଣୁନାହାନ୍ତି। ବାବାଙ୍କ ସ୍ମୃତି ନଥିବାରୁ ତୁମଠାରେ ଶକ୍ତି ଭରୁନାହିଁ। ଦେହ ଅଭିମାନରେ ତୁମେ ଆସିଯାଉଛ। ମାଡ଼ ଖାଉଥିବା ବନ୍ଧନଯୁକ୍ତ ମାତାମାନେ ତୁମଠାରୁ ଅଧିକ ଯୋଗଯୁକ୍ତ ହୋଇ ରହୁଛନ୍ତି। କେତେ ଡାକୁଛନ୍ତି। ବାବା କହୁଛନ୍ତି, ତୁମେ ସମସ୍ତେ ହେଉଛ ଦ୍ରୌପଦୀ। ଏବେ ତୁମକୁ ନଗ୍ନ ହେବାରୁ ବଞ୍ଚାଉଛି। ଏପରି ମାତାମାନେ ମଧ୍ୟ ଅଛନ୍ତି
ଯାହାକୁ କଳ୍ପ ପୂର୍ବରୁ ପୁତନା ନାମ ଦିଆଯାଇଥିଲା, ତୁମେ ଭୁଲି ଯାଇଛ। ବାବା କହୁଛନ୍ତି ଭାରତ ଶିବାଳୟ ଥିବା ସମୟରେ ତାକୁ ସ୍ୱର୍ଗ କୁହାଯାଉଥିଲା। ଏଠାରେ ପୁଣି ଯାହାଙ୍କ ପାଖରେ ଘର ବିମାନ ଆଦି ରହିଛି ସେମାନେ ଭାବୁଛନ୍ତି ଆମେ ସ୍ୱର୍ଗରେ ଅଛୁ। କେତେ ମୂଢ଼ମତି ଅଟନ୍ତି। ପ୍ରତ୍ୟେକ କଥାରେ କୁହ। ବାବା କହୁଛନ୍ତି ଏହି ହଠଯୋଗୀମାନେ ତୁମକୁ ମୁକ୍ତି ଦେଇପାରିବେ ନାହିଁ। ଯେତେବେଳେ ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି, ପୁଣି ଗୁରୁ କ'ଣ ପାଇଁ କରୁଛ? କ'ଣ ତୁମେ ସନ୍ନ୍ୟାସୀ ହେବ ନା ହଠଯୋଗ ଶିଖି ବ୍ରହ୍ମରେ ଲୀନ ହେବ? ଲୀନ ତ କେହି ହୋଇପାରିବେ ନାହିଁ। ସମସ୍ତଙ୍କୁ ଅଭିନୟ କରିବାକୁ ହେବ। ସମସ୍ତ ଅଭିନେତା ଅବିନାଶୀ ଅଟନ୍ତି। ଏହା ଅନାଦି ଅବିନାଶୀ ଡ୍ରାମା। ମୋକ୍ଷ କାହାକୁ କିପରି ମିଳିପାରିବ? ବାବା କହୁଛନ୍ତି ମୁଁ ଏହି ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ଆସୁଛି। ପୁଣି ଗଙ୍ଗା କିପରି ପତିତ ପାବନୀ ହୋଇପାରିବ? ତୁମେ ମୋତେ ପତିତ ପାବନ କହୁଛ ନା? ତୁମର ମୋ ସହିତ ଯୋଗ ତୁଟିବା ଦ୍ୱାରା ଏହିପରି ଅବସ୍ଥା ହୋଇଛି। ଏବେ ପୁଣି ମୋ ସହିତ ଯୋଗ ଲଗାଅ, ତେବେ ବିକର୍ମ ବିନାଶ ହେବ। ମୁକ୍ତିଧାମରେ ପବିତ୍ର ଆତ୍ମାମାନେ ରହିଥାନ୍ତି। ବର୍ତ୍ତମାନ ତ ସାରା ଦୁନିଆ ପତିତ ହୋଇଯାଇଛି। ପବିତ୍ର ଦୁନିଆ ବିଷୟରେ ତୁମକୁ ଜଣା ହିଁ ନାହିଁ। ତୁମେ ସମସ୍ତେ ପୂଜାରୀ ଅଟ, କେହି ଜଣେ ହେଲେ ବି ପୂଜ୍ୟ ନାହାନ୍ତି। ତୁମେ ବାବାଙ୍କ ନାମ ନେଇ ସମସ୍ତଙ୍କୁ ଜାଗ୍ରତ କରିପାରିବ। ଯେଉଁ ବାବା ବିଶ୍ୱର ମାଲିକ କରାଉଛନ୍ତି, ତାଙ୍କର ତୁମେ ଗ୍ଲାନି କରୁଛ। ଶ୍ରୀକୃଷ୍ଣ ଛୋଟ ପିଲା, ସର୍ବଗୁଣ ସମ୍ପନ୍ନ, ସେ ଏପରି ଧନ୍ଦା ବସି କିପରି କରିବେ? ଆଉ ଶ୍ରୀକୃଷ୍ଣ ସମସ୍ତଙ୍କର ପିତା କିପରି ହୋଇପାରିବେ? ଭଗବାନ ତ କେବଳ ଜଣେ ଅଟନ୍ତି ନା? ଯେ ପର୍ଯ୍ୟନ୍ତ ମୋର ଶ୍ରୀମତରେ ନ ଚାଲିଛ, ସେ ପର୍ଯ୍ୟନ୍ତ କଳଙ୍କି କିପରି ଛାଡ଼ିବ? ତୁମେମାନେ ସମସ୍ତଙ୍କୁ ପୂଜା କରି କରି ତୁମର ଅବସ୍ଥା କ'ଣ ହୋଇଯାଇଛି? ସେଥିପାଇଁ ପୁଣି ମୋତେ ଆସିବାକୁ ପଡ଼ୁଛି। ତୁମେ କେତେ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଛ। କୁହ, ହିନ୍ଦୁ ଧର୍ମ କେବେ କିଏ ସ୍ଥାପନ କରିଥିଲେ? ଏହିପରି ଆହ୍ୱାନ କରି ଭାଷଣ କର। ତୁମର ଘଡ଼ିକୁ ଘଡ଼ି ବାବା ମନେ ହିଁ ପଡ଼ୁନାହାନ୍ତି। କେବେ କେବେ କେହି ଲେଖୁଛନ୍ତି ଯେ ମୋ ଭିତରେ ବାବା ଆସି ଭାଷଣ କଲେ। ବାବା ବହୁତ ସାହାଯ୍ୟ କରୁଛନ୍ତି। ତୁମେ ଯୋଗର ଯାତ୍ରାରେ ନ ରହିବାରୁ ପିମ୍ପୁଡ଼ି ମାର୍ଗର ସେବା କରୁଛ। ବାବାଙ୍କ ନାମ ନେବ, ତେବେ ଯାଇ ତା କାହାକୁ ତୀର ଲାଗିବ। ବାବା ବୁଝାଉଛନ୍ତି ପିଲାମାନେ, ତୁମେ ହିଁ ଅଲରାଉଣ୍ଡର, 84 ଜନ୍ମର ଚକ୍ର ଲଗାଇଛ। ତେଣୁ ତୁମକୁ ହିଁ ଆସି ବୁଝାଇବାକୁ ହେବ। ମୁଁ ଭାରତରେ ହିଁ ଆସୁଛି। ଯିଏ ପୂଜ୍ୟ ଥିଲେ ସେହିମାନେ ପୂଜାରୀ ହେଉଛନ୍ତି। ମୁଁ ତ ପୂଜ୍ୟ ପୂଜାରୀ ହେଉନାହିଁ। ବାବା କହୁଛନ୍ତି ଏହି ଧୁନ ଲାଗି ରହିବା ଉଚିତ। ତୁମେ ଏହିପରି ଭାଷଣ କରିବାର ଶୁଣିଲେ ଯାଇ ବୁଝିବି ଯେ ତୁମେ ଚିଣ୍ଟିରୁ ମକଡ଼ା ଅର୍ଥାତ୍ ପିମ୍ପୁଡ଼ିରୁ ବୁଢ଼ିଆଣୀ ହୋଇଛ। ବାବା କହୁଛନ୍ତି ମୁଁ ତୁମକୁ ପାଠ ପଢ଼ାଉଛି, ତୁମେ କେବଳ ମୋତେ ମନେ ପକାଅ। ଏହି ରଥ ଦ୍ୱାରା ତୁମକୁ କହୁଛି ଯେ କେବଳ ମୋତେ ମନେ ପକାଅ। ଏହି ରଥକୁ ବି ମନେ ପକାଅ ନାହିଁ। ବାବା ଏପରି କହୁଛନ୍ତି, ବାବା ଏପରି ବୁଝାଉଛନ୍ତି। ତୁମେ ଏପରି କହି ଦେଖ, ତୁମର କେତେ ପ୍ରଭାବ ବାହାରୁଛି। ବାବା କହୁଛନ୍ତି ଦେହ ସହିତ ସବୁ ସମ୍ବନ୍ଧରୁ ବୁଦ୍ଧିର ଯୋଗ ତୁଟାଇ ଦିଅ। ନିଜ ଦେହକୁ ବି ଛାଡ଼ିଦେଲ, ବାକି ଆତ୍ମା ରହିଲା। ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। କେହି କେହି କହୁଛନ୍ତି ଅହମ ବ୍ରହ୍ମସ୍ମି, ମାୟାର ଆମେ ମାଲିକ ଅଟୁ। ବାବା କହୁଛନ୍ତି ତୁମେ ଏକଥା ମଧ୍ୟ ଜାଣିନାହ ଯେ ମାୟା କାହାକୁ କୁହାଯାଉଛି ଏବଂ ସମ୍ପତ୍ତି କାହାକୁ କୁହାଯାଉଛି। ତୁମେ ଧନକୁ ମାୟା କହିଦେଉଛ। ଏହିପରି ଭାବେ ତୁମେ ବୁଝାଇ ପାରିବ। ବହୁତ ଭଲ ଭଲ ସନ୍ତାନମାନେ ମୁରଲି ମଧ୍ୟ ପଢ଼ୁନାହାନ୍ତି। ବାବାଙ୍କୁ ସ୍ମରଣ କରୁନଥିବାରୁ ତୀର ଲାଗୁନାହିଁ। କାହିଁକି ନା ଯୋଗର ବଳ ମିଳୁନାହିଁ। ଯୋଗ ଦ୍ୱାରା ବଳ ମିଳିଥାଏ। ଯେଉଁ ଯୋଗ ବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ। ତୁମେ ପ୍ରତ୍ୟେକ କଥାରେ ବାବାଙ୍କର ନାମ ନେଲେ କେବେ କେହି କିଛି କହିପାରିବେ ନାହିଁ। ସମସ୍ତଙ୍କର ଭଗବାନ ପିତା ତ ଜଣେ।
ଏପରି ନୁହେଁ କି ସମସ୍ତେ ଭଗବାନ ଅଟନ୍ତି। କହୁଛନ୍ତି ଆମେ ଅମୁକ ସନ୍ନ୍ୟାସୀଙ୍କର ଅନୁଗାମୀ ଅଟୁ। ସେ ସନ୍ନ୍ୟାସୀ, ତୁମେ ଗୃହସ୍ଥୀ, ପୁଣି ତୁମେ ଅନୁଗାମୀ କିପରି ହେଲ? ଗାୟନ ମଧ୍ୟ କରୁଛନ୍ତି, ମିଛ ମାୟା ମିଛ କାୟା ମିଛ ସବୁ ସଂସାର। ସତ୍ୟ ତ ହେଉଛନ୍ତି ଏକମାତ୍ର ବାବା। ସେ ନ ଆସିବା ପର୍ଯ୍ୟନ୍ତ ଆମେ ସଚ୍ଚା ହୋଇପାରିବା ନାହିଁ। ମୁକ୍ତି ଜୀବନ ମୁକ୍ତି ଦାତା ଜଣେ ଅଟନ୍ତି, ବାକି କେହି ମୁକ୍ତି ଦେଉନାହାନ୍ତି, ଯାହାଦ୍ୱାରା କି ଆମେ ତାଙ୍କର ହେବୁ। ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ଥିଲା, ଏବେ ସାବଧାନ ହୋଇଯାଅ, ଆଖି ଖୋଲ। ବାବା ଏପରି କହୁଛନ୍ତି, ଏକଥା କହିବା ଦ୍ୱାରା ତୁମେ ମୁକ୍ତ ହୋଇଯିବ। ତୁମ ସାଥିରେ କେହି ଯୁକ୍ତିତର୍କ କରିବେ ନାହିଁ। ତ୍ରିମୂର୍ତ୍ତି ଶିବ ବାବା କହିବାକୁ ହେବ। କେବଳ ଶିବ ନୁହେଁ, ତ୍ରିମୂର୍ତ୍ତିକୁ କିଏ ରଚନା କରିଛନ୍ତି? ବ୍ରହ୍ମା ଦ୍ୱାରା କିଏ ସ୍ଥାପନ କରାଉଛନ୍ତି? ବ୍ରହ୍ମା କ'ଣ ସୃଷ୍ଟିକର୍ତ୍ତା? ଏପରି ନିଶାର ସହିତ କୁହ, ତେବେ ଯାଇ କାମ କରିପାରିବ। ନଚେତ ଦେହ ଅଭିମାନରେ ରହି ଭାଷଣ କରୁଛ। ବାବା ବୁଝାଉଛନ୍ତି, ଏହା ଅନେକ ଧର୍ମର କଳ୍ପବୃକ୍ଷ ଅଟେ। ପ୍ରଥମେ ହେଉଛି ଦେବୀ ଦେବତା ଧର୍ମ। ଏବେ ସେହି ଦେବତା ଧର୍ମ କୁଆଡ଼େ ଗଲା? ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, କିନ୍ତୁ ଏହା ତ 5000 ବର୍ଷର କଥା। ତୁମେ ତାଙ୍କର ମନ୍ଦିର ମଧ୍ୟ ତିଆରି କରି ଚାଲିଛ। ଦେଖାଉଛନ୍ତି ପାଣ୍ଡବ ଏବଂ କୌରବଙ୍କର ଲଢ଼େଇ ଲାଗିଥିଲା। ପାଣ୍ଡବମାନେ ପାହାଡ଼ ଉପରୁ ପଡ଼ି ମୃତ୍ୟୁବରଣ କଲେ। ପୁଣି କ'ଣ ହେଲା? ମୁଁ କିପରି ହିଂସା କରିବି? ମୁଁ ତ ତୁମକୁ ଅହିଂସକ ବୈଷ୍ଣବ କରୁଛି। କାମରୂପୀ କଟୁରୀ ଦ୍ୱାରା ଆଘାତ ନ କରିବା, ଏହାକୁ ହିଁ ବୈଷ୍ଣବ କହୁଛନ୍ତି। ସେମାନେ ହେଲେ ବିଷ୍ଣୁଙ୍କର ବଂଶାବଳୀ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସେବାରେ ସଫଳତା ପ୍ରାପ୍ତ କରିବା ପାଇଁ ଅହଙ୍କାରକୁ ଛାଡ଼ି ପ୍ରତ୍ୟେକ କଥାରେ ବାବାଙ୍କର ନାମ ଉଚ୍ଚାରଣ କରିବାକୁ ହେବ। ଯୋଗଯୁକ୍ତ ସ୍ଥିତିରେ ରହି ସେବା କରିବା ଉଚିତ। ପରଦର୍ଶନ ପରଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ। 2 ନମ୍ବର, ସଚ୍ଚା ବୈଷ୍ଣବ ହେବାକୁ ପଡ଼ିବ। କୌଣସି ପ୍ରକାରର ହିଂସା କରିବାର ନାହିଁ। ଦେହ ସହିତ ସବୁ ସମ୍ବନ୍ଧରୁ ବୁଦ୍ଧି ଯୋଗ ତୁଟାଇ ଦେବାକୁ ହେବ। ଆଜିର ବରଦାନ, ହାଜି କରିବାର ଧାରଣା ଦ୍ୱାରା ସେବା କ୍ଷେତ୍ରରେ ମହାନ ହେଉଥିବା ସମସ୍ତଙ୍କର ଆଶୀର୍ବାଦର ପାତ୍ର ହୁଅ। ହାଜି କରିବାର ଧାରଣା ଦ୍ୱାରା ସେବା କ୍ଷେତ୍ରରେ ମହାନ ହେଉଥିବା ସମସ୍ତଙ୍କର ଆଶୀର୍ବାଦର ପାତ୍ର ହୁଅ। ଡିଟେଲ୍ସ, ଯେକୌଣସି ସେବାକୁ ଖୁସି ଏବଂ ଉମଙ୍ଗ ଉତ୍ସାହରେ କରିବା ସହିତ ସର୍ବଦା ଏହି ଧ୍ୟାନ ରହିଥାଉ ଯେ ଯାହା ବି ସେବା କରୁଛ ତାହାଦ୍ୱାରା ସମସ୍ତଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବା ଦରକାର। କାହିଁକି ନା ଯେଉଁଠାରେ ଆଶୀର୍ବାଦ ମିଳୁଥିବ ସେଠାରେ ମେହନତ କରିବା ପାଇଁ ପଡ଼ିବ ନାହିଁ। ତେଣୁ ଏହି ଲକ୍ଷ୍ୟ ରଖ ଯେ ଯେଉଁମାନଙ୍କ ସମ୍ପର୍କରେ ଆସୁଛ ସେମାନଙ୍କଠାରୁ ଆଶୀର୍ବାଦ ନେଇ ଚାଲ। ତେବେ ସବୁ କଥାରେ ହାଜି କରିବା ଅର୍ଥାତ୍ ଆଜ୍ଞାକାରୀ ହେବାର ଧାରଣା ହିଁ ଆଶୀର୍ବାଦ ନେବାର ସାଧନ ଅଟେ। କେହି ଯଦି ଭୁଲ ମଧ୍ୟ କହୁଛି ବା କରୁଛି, ତେବେ ତାକୁ ଭୁଲ ବୋଲି କହି ଆଘାତ ଦେବା ପରିବର୍ତ୍ତେ ସାହାରା ଦେଇ ଶକ୍ତିଶାଳୀ କର, ତାର ସହଯୋଗୀ ହୁଅ। ତେବେ ତାଠାରୁ ମଧ୍ୟ ସନ୍ତୁଷ୍ଟତା ରୂପୀ ଆଶୀର୍ବାଦ ମିଳିବ। ଯେଉଁମାନେ ଆଶୀର୍ବାଦ ନେବାରେ ମହାନ ହୋଇଥାନ୍ତି ସେମାନେ ସ୍ୱତଃ ହିଁ ମହାନ ହୋଇଯାଆନ୍ତି। ଆଜିର ସ୍ଲୋଗାନ, ହାର୍ଡ ୱାର୍କର ଅର୍ଥାତ୍ କଠିନ ପରିଶ୍ରମୀ ହେବା ସହିତ ନିଜର ସ୍ଥିତିକୁ ମଧ୍ୟ ହାର୍ଡ ଅର୍ଥାତ୍ ମଜବୁତ କରିବାର ଲକ୍ଷ୍ୟ ରଖ। ହାର୍ଡ ୱାର୍କର ଅର୍ଥାତ୍ କଠିନ ପରିଶ୍ରମୀ ହେବା ସହିତ ନିଜର ସ୍ଥିତିକୁ ମଧ୍ୟ ହାର୍ଡ ଅର୍ଥାତ୍ ମଜବୁତ କରିବାର ଲକ୍ଷ୍ୟ ରଖ। ଓମ୍ ଶାନ୍ତି।
ଆଜିର ଅବ୍ୟକ୍ତ ଇଶାରେ। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଯୋଗର ପ୍ରୟୋଗ କରିବାର ଅର୍ଥ ହେଲା ନିଜର ଶୁଦ୍ଧ ସଂକଳ୍ପର ପ୍ରୟୋଗ ନିଜର ଶରୀର ଉପରେ, ମନ ଉପରେ, ସଂସ୍କାର ଉପରେ ଅନୁଭବ କରି ଆଗକୁ ବଢ଼ି ଚାଲିବା। ଏଥିରେ ଅନ୍ୟ କାହାକୁ ଦେଖ ନାହିଁ। ଇଏ କ'ଣ କରୁଛି, ଇଏ ତ ଏଭଳି କରୁନାହିଁ, ପୁରୁଣାମାନେ କରୁଛନ୍ତି ନା ନାହିଁ, ଏସବୁ ଦେଖ ନାହିଁ। ପ୍ରଥମେ ମୁଁ ଏହି ଅନୁଭବରେ ଆଗକୁ ଚାଲିଯିବ। କାହିଁକି ନା ଏହା ନିଜର ଆନ୍ତରିକ ପୁରୁଷାର୍ଥର କଥା। ଯେତେବେଳେ ଏହିଭଳି ବ୍ୟକ୍ତିଗତ ରୂପରେ ଏହି ପ୍ରୟୋଗ କରିବାରେ ଲାଗି ପଡ଼ିବ ଏବଂ ତାକୁ ବୃଦ୍ଧି କରିଚାଲିବ, ସେତେବେଳେ ହିଁ ପ୍ରତ୍ୟେକଙ୍କର ଶାନ୍ତିର ଶକ୍ତିର ପ୍ରଭାବ ସଂଗଠିତ ରୂପରେ ବିଶ୍ୱ ଉପରେ ପଡ଼ିବ। ଓମ୍ ଶାନ୍ତି।